ବିଜୁଳି କ୍ଷଣପ୍ରଭା, ତାର ପ୍ରଭା ବା ଜ୍ୟୋତି କ୍ଷଣସ୍ଥାୟୀ। ଏ ବାମା ସୀତାଙ୍କ କାନ୍ତି ଚିରସ୍ଥାୟୀ। ତାଙ୍କ ଅଙ୍ଗ ସୁବାସ ସଙ୍ଗେ ନିଜ ସୁବାସକୁ ନ୍ୟୁନ ମନେକରି ପାରିଜାତ ପୁଷ୍ପ ସ୍ୱର୍ଗରେ ଲୁଚିଛି। ସୁନ୍ଦରୀ ରମ୍ଭା ତାଙ୍କ ଉରୁ ବା ଜଙ୍ଘ ଦେଶରେ ଆଶ୍ରୟ ନେଇଛି। ବାରଣ ଶ୍ରେଷ୍ଠ ଐରାବତ ତାଙ୍କ ପାଦରେ ଶରଣ ପଶିଛି। ବିଷ୍ଣୁ ମୋହିନୀ ରୂପ ବହି ଯେଭଳି କୁମ୍ଭ ଧରି ବିଜେ ହୋଇଥିଲେ, ବକ୍ଷସ୍ଥଳରେ କୁମ୍ଭ ରଖି ଏ ମଧ୍ୟ ସେପରି ମୋହିନୀ। ବୈଶ୍ରବଣ ରାବଣ ଆସିଲା, କେତେ ବିନୟ କଲା, କିନ୍ତୁ ବିଜ୍ଞଜନକୁ ଅଜ୍ଞଙ୍କ ବଚନ ବି ଅର୍ଥ ବା ଅର୍ଥଶୂନ୍ୟ ହେଲା ଭଳି ଘଟିଲା। ବିନାୟକ ଗଣେଶଙ୍କ ଜନ୍ମଦିନରେ ବିଧୁ ବା ଚନ୍ଦ୍ର ନ ଦେଖିଲା ଭଳି ସୀତା ତାକୁ ଚାହିଁଲେ ନାହିଁ। ବୋଧକର ବା ସ୍ତୁତିକାରୀ ବିନା ଦାନ ନେଇ ବାହୁରିଲା ପରି ଦଶାନନ ଗଲେ। ବନ୍ଦନ ଛାଡ଼ି ସେ ନିନ୍ଦା କରି ବାହାରିଲେ। ରାତି ଅନ୍ଧାର ଗଲାରୁ ସୀତାଙ୍କ ପାଶରୁ ରାକ୍ଷସୀ ବାହାରିଗଲେ। ମୁଁ ପ୍ରଭୁଙ୍କ ବାର୍ତ୍ତା କହି ମୁଦି ଦେଲି, ମୁଦି ପାଇ ଦେବୀ ବହୁତ ପ୍ରସନ୍ନ ହେଲେ। ରାବଣର ବନି ବା ଉଦ୍ୟାନ ଧ୍ୱଂସ କଲି। ବାଦ ଆରମ୍ଭ ହୁଅନ୍ତେ ବହୁ ନିଶାଚର ବା ରାକ୍ଷସ ମାରିଲି। ତାର ଏକ ପୁତ୍ରକୁ ମାଇଲି। ବାସବ ବା ଇନ୍ଦ୍ରର ଅରି ଇନ୍ଦ୍ରଜିତ ବିଳେଶୟ ବା ନାଗପାଶରେ ମୋତେ ବାନ୍ଧି ନେଲା। ଲାଙ୍ଗୁଳରେ ଲୁଗା ବାନ୍ଧି ନିଆଁ ଲଗାନ୍ତେ ସାରା ଲଙ୍କାପୁରୀ ଜାଳିଦେଲି। ଏହା ଶୁଣି ବାଳିସୁତ ଅଙ୍ଗଦ କହିଲେ, ବଧାଇ ବା ପୁରସ୍କାର ମାଗ। ହନୁମାନ କହିଲେ, ବହୁଦିନ ଉପବାସୀ ଅଛି। କିଷ୍କିନ୍ଧାର ବଗିଚାର ବିବିଧ ଫଳ ଖାଇବାକୁ ଇଚ୍ଛା କରିଛି। ହରି ମଧୁ ଦୈତ୍ୟ ନାଶ କଲା ଭଳି ହରିନାମ ବହନ କରିଥିବା ପାନର ମଧୁବନକୁ ନାଶ କଲେ ବା ସେଠି ମଧୁପାନ କଲେ। ବଳିମୁଖ ନାମକ ଜଗୁଆଳି ସୁଗ୍ରୀବଙ୍କ ପାଖରେ ଆପତ୍ତି କରନ୍ତେ ସେ ଜାଣିଲେ ନିଶ୍ଚୟ ସୀତାଙ୍କ ସନ୍ଧାନ ମିଳିବା ଆନନ୍ଦରେ ବନକୁ ଏପରି ଦଳନ କରୁଛନ୍ତି। ଏହା ଭାଳି ନିଜ ଦେହରେ ଚନ୍ଦନ ବୋଳି ହେଲେ। ଧଳା ଫୁଲରେ ପଗଡ଼ି ସଜେଇ, ପାଟ ପିନ୍ଧି, ବିବିଧ ବାଜଣା ବଜେଇ ଓ ଦଧିମୁଖକୁ ଶାଢ଼ୀ ବାନ୍ଧି ସୁଗ୍ରୀବ ବିମନ ବା ଦୁଃଖ ଛାଡ଼ିଲେ। ଏଇଠି ଶେଷ ହେଉଛି କାବ୍ୟର 37 ଛାନ୍ଦ।
ସମୂହରେ ଶ୍ରୀରାମଙ୍କ ପାଖରେ ପହଞ୍ଚି ବିକର୍ତ୍ତନ ସୂତ ବା ସୂର୍ଯ୍ୟସୂତ ସୁଗ୍ରୀବ କହିଲେ, ଆମ ସନ୍ତାପ ବା ଦୁଃଖର ବିକର୍ତ୍ତନ ହେଲା। ଦକ୍ଷିଣ ଦିଗର ଚାର ଆସି ପହଞ୍ଚିଛି, ତା କାର୍ଯ୍ୟ ସରିଛି। ରାମ କହିଲେ, ହେ ମିତ୍ର, ବଡ଼ ମଙ୍ଗଳଯୁକ୍ତ ଭାଷ ତ କହୁଛ। ସତେ ବଧିରର କର୍ଣ୍ଣବ୍ୟାଧି ଯିବ, ଦୂତ ବୈଦ୍ୟ ରୂପେ ଔଷଧ ଦେବ। କହୁ କହୁ ଅଷ୍ଟଦୂତ ଆସି ପହଞ୍ଚିଲେ। ବାଳିପୁତ୍ର ରାମଙ୍କ ହୃଦୟ ଜାଣି କହିଲେ, କେଶରୀ ବାନର ଦ୍ୱାରା ପାଳିତ ହନୁମାନ ସମୁଦ୍ର ଭେଦି ରତ୍ନ ଆଣିଲେ। କେଶରୀ ନନ୍ଦନ ବା ସିଂହ ଛୁଆ ସିନ୍ଧୁ ବା ହାତୀର ବିଭେଦକ ହୋଇ ମୁକ୍ତା ଖୋଜିଲା ଭଳି ସେ ଏହା କରିଛନ୍ତି। ରାମ କହିଲେ, ହେ ପାବନୀ, ତୁ ମୋତେ ପାବନ କର। ହନୁମାନ କହିଲେ, ଚନ୍ଦନ ବୃକ୍ଷକୁ ସର୍ପ ଜଡ଼ିଥିଲା ଭଳି ଅସୁରୀ ବେଷ୍ଟିତା ସୀତାଙ୍କୁ ଦେଖିଲି। ବିଶ୍ୱଜନକ ବିଷ୍ଣୁଙ୍କ ଚିତ୍ତହାରିଣୀ ସୀତା ବା ବିଶ୍ୱଜନକ ମନୋହାରିଣୀ ସୀତାଙ୍କୁ ଦେଖି ଭ୍ରମ ହେଲା ଯେ ଏ ହରିଣୀ ବା ସୁନାର ପ୍ରତିମା, କିନ୍ତୁ ବିରହ ରୂପକ ପାରଦ ସ୍ପର୍ଶରେ ରୂପା ପାଲଟିଛନ୍ତି। ଏଠି ହନୁମାନ ଖୋଲି ନ କହିଲେ ମଧ୍ୟ ରାମକୁ ବିଶ୍ୱଜନକ ବୋଲି ସଂକେତ ଦେଉଛନ୍ତି। ସୀତା ମଧ୍ୟ ହରିଣୀ ଓ ହରିଙ୍କ ପତ୍ନୀ। ଶବ୍ଦର ଖେଳରେ ରାମ ଓ ସୀତାଙ୍କୁ ସାଧାରଣ ଓ ଅସାଧାରଣ ରୂପ ଦିଆଯାଇଛି। ସୀତା ଦୁଃଖରେ ଈଶି କହୁଥିଲେ ବା ଈଶଙ୍କୁ ଡାକୁଥିଲେ। ରାବଣର ବିନତି ଶୁଣି ସେ ଧୀରା ରମଣୀ ବଧିରା ଭଳି ରହୁଥିଲେ। ରାବଣ ଭୟ ଦେଖାଇ କହିଲା, ତତେ କୋଉ ବ୍ରହ୍ମା କି କୋଉ ଦେବତା ରଖିବି ଦେଖିବି। ସୀତା କହିଲେ, ବଜ୍ରପାତକୁ ଡରି ଚାତକ ବାରିଧର ବା ମେଘକୁ ଛାଡ଼େ ନା। ପୁଣି କହିଲେ ସୀତା, କେତେ ବା ପକ୍ଷୀ ନାହାନ୍ତି, କେବଳ ଚକର ହିଁ ଅଗ୍ନିକଣାକୁ ଗିଳିପାରେ। ଏକଥା ଶୁଣି ରାବଣ କହିଲା, ଆଉ ଅଳ୍ପ ଦିନରେ ନିଶ୍ଚୟ ବଧ କରିବି। ଏହା କହି ବୀରକେଶ ବା ନିଶ ମୋଡ଼ି ଚାଲିଗଲା। ରାମ ଶୁଣି ବିସ୍ମୟ ହେଲେ ବା ବିସ୍ମିତ ଭାବ ପ୍ରକାଶ କଲେ। ମୁଁ ସୁଧାଂଶୁ ବା ଚନ୍ଦ୍ରର ହୃଦୟସ୍ଥିତ ସେହି କଳଙ୍କ ବୋଲି ବୋଇଲେ ବା କହିଲେ, ରାକ୍ଷସ ମୋ ସ୍ତ୍ରୀକୁ ଚାଟୁକାର ହୋଇ ପ୍ରେମ ନିବେଦନ କଲା। ଜୀବନରେ ଥିବାବେଳେ ବିଧାତା ମୋତେ କ'ଣ ଶୁଣେଇଲା। ଯୋଗୀ ପଞ୍ଚାଗ୍ନି ଜାଳି କଠୋର ତପସ୍ୟା କଲା ଭଳି ରାମ ସୀତା ଉଦ୍ଧାର ପାଇଁ ମନପ୍ରାଣ ଦେଇ ସୀତାଙ୍କ କଥା ହିଁ ଭାବିଲେ। ହନୁଙ୍କୁ କହିଲେ, ବାଟ ତ ଦେଖେଇଲୁ, ଏବେ କହ ସେ କ'ଣ କହିଛି। ହନୁ କହିଲେ, ଏହାପରେ ରାତି ବିନାଶ ହେବାରୁ ମା ସୀତା ବୃଦ୍ଧ ଗଣ୍ଡୁକୀ ନଦୀରେ ସ୍ନାନ କରିବାକୁ ବାହାରିଲେ।
আসে চন্দন তরুজে বেষ্টিত নিশাচরি নাগাবড়ি রে বিলোকিলি অত্যন্ত রম্য বনরে বিশ্বজনক চিত হরিণী তাহি বিভ্রম হেলা নিচে হরিণী এই যে বিরহ সুত যোগ সত স্বরূপা বামকর কপড়ে চণ্ডী স্বরূপা যে বিষম সর ব্যাথ হরিণী করি বিচ্ছেদ ঘাট জগি বাণ প্রহারি যে বিশেষে পুঙ্খ ব্যক্ত ছবি কি বহি বিহিবার ক্ষত জটিনীর বহি যে বিচারিলি এ চিত্র প্রতিমা পুন বিধাতা কেতে কল্পি কলা লেখন যে বায়ু সংযোগে স্বার্থ পদ্মিনী পদ বিতরণ কুসুম সেদ মরন্দ গে পচনে আনে অবা ঈশ সেই পারিনু হই যেণু বিগত শশী যে বিহরু অছি ভিন্ন রূপে প্রলয় বাধিবারু সাত্বিক সে ক্ষীণকায় যে বিরহিণী এ পুরে ଆଉ ସେ ବିନା ପାମାକି ପାଇଥିବ କଲି କଳ୍ପନା ଯେ ବିରହିଣୀ ବାଥିବ ଏ ଶୋଭା ପରି ବାରବେନି ଭୁବନେ କାହିଁ ସୁନ୍ଦରୀ ଯେ ବିଂଶତି ପାଣି ମିଳି ଏହି ସମୟ ବିଚ୍ଛେଦନ କଲାମ ଜିତୁ ସଂଶୟ ଯେ ବିନତି ବିରଚନ ଉନ୍ନତି ତେଜି ଅଧୀରା ପରାଧୀରା ପ୍ରଦାନ ମଜି ଯେ ବିହି ଗଲା ସେ କଣ୍ଟ ମାସ କେତର বল্লভকু দেখার নহিলে মোর যে বল্লভী হেবু এথি সংশয় নাহি ব্রহ্মাণ্ডে অধিকারী অটই মোহি যে ব্রহ্মাদিকে রখিব দেখিবা দেখি বইলে তেন সহিতা সুমুখী যে বজ্রপাত কুটরি করি সারঙ্গ পারিধির আশাকু ছাড়িলা অজ্ঞ যে বিহগ কেতে নাহি কোপরে ভক্ষী বহ্নি কণকু যথা চকর পক্ষী যে বধিবি নিষেধ অল্প দিবস বীরকেশ আউষি গলা রাক্ষস যে বিস্ময় শুনি রাম শ্বাস পকাই বইলে মু সুধাংশু হৃদয় স্থায়ী যে বোধ কর আসর রামারে হেলা জীবনে থাম কি শুনাইলা যে মাঝলা তালত সরণি বিবর
ସଂସରୀ ବିଷ ମହିଳା ମଣି ମହିକି ଧରି ଯେ